ବହୁତ ଜଣ ପଚାରନ୍ତି ଯେ ଭାଇ ମୋର ବ୍ରେକଅପ୍ ହୋଇଯାଇଛି ଆଉ ଏବେ ମୋ ଗାର୍ଲଫ୍ରେଣ୍ଡ କିମ୍ବା ମୋ ବୟଫ୍ରେଣ୍ଡ ମୋ କଥା ଭାବୁଛି ନା ନାହିଁ, ମୋ କଥା ମନେ ପକାଉଛି ନା ନାହିଁ। ତ ଆଜି ଭିଡ଼ିଓରେ ଏହି ଟପିକ୍ ବିଷୟରେ କଥା ହେବା ଯେ ବ୍ରେକଅପ୍ ହେଲା ପରେ ଝିଅମାନେ କିମ୍ବା ପୁଅମାନେ ମନେ ପକାନ୍ତି ନା ନାହିଁ, ଭାବିଥାନ୍ତି ନା ନାହିଁ। ଏହି ଭିଡ଼ିଓରେ ସବୁ କିଛି ଜାଣିବ, କିନ୍ତୁ ତା ପୂର୍ବରୁ ଗୋଟେ ଅନୁରୋଧ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅ। ଆଉ ହଁ, ଯଦି ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛ ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଆଉ ଯଦି ଲଭ୍ ରିଲେସନସିପକୁ ନେଇ କିଛି ବି ପ୍ରୋବ୍ଲେମ୍ ଅଛି, ହ୍ୱାଟ୍ସଆପ୍ ନମ୍ବର ସ୍କ୍ରିନ୍ ଆଗରେ ଶୋ କରୁଛି, ମେସେଜ କରିପାରିବ। ତ ଏବେ ଚାଲନ୍ତୁ ଜାଣିବା ଯେ ବ୍ରେକଅପ୍ ହେଲା ପରେ ତୁମ ପାର୍ଟନର ତୁମ କଥା ଭାବୁଛନ୍ତି ନା ନାହିଁ। ଯଦି ବି ଭାବୁଛନ୍ତି କ'ଣ ଭାବୁଛନ୍ତି, ଚାଲନ୍ତୁ ଜାଣିବା। ତ ପ୍ରଥମେ ଯାହା ଭାବନ୍ତି ପାର୍ଟନର ବ୍ରେକଅପ୍ ହେଲା ପରେ ସେ ଭାବିଥାନ୍ତି କ'ଣ ସେ ମୋତେ ମନେ ପକାଉଛି। ବ୍ରେକଅପ୍ ହେଲା ପରେ ଏହି କଥା ଭାବିଥାନ୍ତି କ'ଣ ସେ ମୋ କଥା ଭାବୁଛି, ମୁଁ ତ ତାକୁ ଏତେ ମିସ୍ କରୁଛି, ସେ କ'ଣ ମୋତେ ବି ଏତେ ମିସ୍ କରୁଛି ନା ନାହିଁ, କି ଭୁଲିଗଲେଣି ନା ଆଉ କାହାକୁ ଭଲ ପାଇଗଲେଣି, ଯାହାକି ଏହି କଥା ଭାବିଥାନ୍ତି। ତ ନେକ୍ସଟ ଯାହା ଭାବନ୍ତି ପାର୍ଟନର ବ୍ରେକଅପ୍ ହେଲା ପରେ ସେ ଭାବିଥାନ୍ତି ମୋ ଗର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ଆମ ରିଲେସନସିପକୁ ନେଇ ଭୁଲ ଭାବିଲେ କି, ଯାହାକି ବ୍ରେକଅପ୍ ହେଲା ପରେ ବହୁତ ପୁଅ ଝିଅ ଏହି କଥା ଭାବିଥାନ୍ତି ଯେ ମୋର କ'ଣ ଭୁଲ କିମ୍ବା ଆମର କ'ଣ ରିଲେସନସିପ୍ରେ କିଛି ଭୁଲ ଥିଲା କି, ଯାହାଫଳରେ ଆମର ବ୍ରେକଅପ୍ ହେଲା, ଯାହାକି ଏହି କଥା ଭାବିଥାନ୍ତି। ତ ନେକ୍ସଟ ଯାହା ଭାବନ୍ତି ବ୍ରେକଅପ୍ ହେଲା ପରେ ସେ ଭାବନ୍ତି ମୋ ସହିତ ତ ବ୍ରେକଅପ୍ କରିନେଲା, କିନ୍ତୁ ତାଙ୍କୁ କ'ଣ ପାଇଁ ଲାଗିଲା ଯେ ବ୍ରେକଅପ୍ କରିବା ଦରକାର ବୋଲି, ଯାହାକି ଏହାର ରିଜିନ୍ ଖୋଜନ୍ତି। ଆଉ ଭାବନ୍ତି କ'ଣ ମୁଁ ତାଙ୍କ ପାଇଁ ଏତେ ଖରାପ ଯେ ମୋ ସହିତ ବ୍ରେକଅପ୍ କରିନେଲେ। ଆଉ ଭାବନ୍ତି କ'ଣ ଆମ ରିଲେସନସିପ୍ର କିଛି ଫ୍ୟୁଚର ନାହିଁ, ତ ମୋ ସହିତ ଏମିତି କ'ଣ ପାଇଁ ହେଲା, ବ୍ରେକଅପ୍ କ'ଣ ପାଇଁ କରିନେଲା, ଯାହାକି ତାଙ୍କ ମନରେ ଏହିସବୁ କୋଶ୍ଚିନ୍ ଆସିଥାଏ। ତ ନେକ୍ସଟ ଯାହା ଭାବନ୍ତି ବ୍ରେକଅପ୍ ହେଲା ପରେ ସାମ୍ନାବାଲା କ'ଣ ପାଇଁ ସେ ମୋ ସହିତ ରହିବା ପାଇଁ ଚାହିଁଲେ ନାହିଁ, ମୁଁ କ'ଣ ଭୁଲ କରିଦେଲି କି, ମୁଁ କ'ଣ ଭଲ ନୁହେଁ କି, କ'ଣ ମୁଁ ଏତେ ଖରାପ ଯେ କିଏ ମୋ ସହିତ ରହିବା ପାଇଁ ଚାହାନ୍ତି ନାହିଁ। ଆଉ ନିଜେ ନିଜକୁ ଦୋଷ ଦିଅନ୍ତି, ଆଉ ନିଜର ଖରାପ ବିଷୟରେ ଭାବନ୍ତି, ଆଉ ଲାଗେ ଯେ ମୋର ସବୁ ଭୁଲ ଥିଲା, ମୁଁ ଏତେ ଖରାପ କେମିତି ହେଲି ଯେ ମୋତେ କେହି ଜଣେ ଛାଡ଼ି ଚାଲିଗଲା, ଯାହାକି ଏହିସବୁ ଭାବନ୍ତି କାହିଁକି ମୋ ସହିତ ଏମିତି ହେଲା, ମୋତେ ଏତେ କଷ୍ଟ ଭଗବାନ କାହିଁକି ଦେଲେ, ଯାହାକି ବ୍ରେକଅପ୍ କରିନେଲେ, ଯାହାକି ଏମିତି ବହୁତ ଜଣ ଭାବିଥାନ୍ତି ବ୍ରେକଅପ୍ ହେଲା। ତ ନେକ୍ସଟ ଯାହା ଭାବନ୍ତି ସାମ୍ନାବାଲା ବ୍ରେକଅପ୍ ହେଲା ପରେ ମୋ ସହିତ ବ୍ରେକଅପ୍ ହେଲା ପରେ ସେ ଅଫସୋସ କରୁଛନ୍ତି ନା ନାହିଁ। ଆଉ ସେମାନେ ଏହା ବି ଭାବନ୍ତି ଯେ ପୁଣି ଥରେ ଆସନ୍ତୁ, ଆମର ରିଲେସନସିପ୍ ପ୍ୟାଚଅପ୍ ହେଇଯାଉ, ଆଉ ଥରେ ଆମେ ଦୁହେଁ ଏକାଠି ରହିବୁ, ଆଉ ତୁମ କଥା ଭାବନ୍ତି, ଯାହାକି ଏହିସବୁ କଥା ଭାବନ୍ତି, ଆଉ ଅଫସୋସ କରୁଛି ନା ନାହିଁ ବୋଲି ଭାବିଥାନ୍ତି। ତ ନେକ୍ସଟ ଯାହା ଆସୁଛି ବ୍ରେକଅପ୍ ହେଲା ପରେ ସାମ୍ନାବାଲା ମଣିଷ କରିଥାଏ ମୋ ସହ ଥିଲାବେଳେ ଯାହା କରୁଥିଲା ଏବେ ବି ସେହି କାମ କରୁଛି ନା ନାହିଁ। ତୁମ ଲାଇଫ ଷ୍ଟାଇଲ ବିଷୟରେ ଭାବନ୍ତି, ତୁମର ଡେଲି ରୁଟିନ୍ ବିଷୟରେ ଭାବନ୍ତି, ମାନେ ତୁମେ ତୁମେ ଏହି ସମୟରେ କେଉଁଠି ଥିଲ, କେଉଁଠିକି ଯାଅ, କ'ଣ କରୁଥିଲ, ଯାହା ବି ତୁମର ଲାଇଫ ଷ୍ଟାଇଲ ଥାଏ ସେହି ସବୁ ସେହି ସମୟରେ ସେ ଭାବିଥାନ୍ତି ବ୍ରେକଅପ୍ ହେଲା ପରେ। ନେକ୍ସଟ ଯାହା ସାମ୍ନାବାଲା ଭାବିଥାଏ ବ୍ରେକଅପ୍ ହେଲା ପରେ ବ୍ରେକଅପ୍ ପରେ କ'ଣ କିଛି ନୂଆ କଲେଣି ନା ଆଉ କିଛି ନୂଆ କରିବା ପାଇଁ ଚାହୁଁଛନ୍ତି, ଯାହାକି ଏହିସବୁ ଜାଣିବା ପାଇଁ ମଧ୍ୟ ଚାହାନ୍ତି। ବ୍ରେକଅପ୍ ପରେ ଭାବନ୍ତି ଯେ ଅଲଗା ହେଲା ପରେ ତୁମ ଲାଇଫରେ କେତେ ଚେଞ୍ଜ ଆସିଛି, ତୁମେ ତୁମ ଲାଇଫରେ କେତେ ଆଗକୁ ଗଲଣି, କ'ଣ କରୁଛ କ'ଣ ନାହିଁ, କି ତୁମେ ଭାଙ୍ଗି ପଡ଼ିଛ କି ଲାଇଫରେ ଆଗକୁ ବଢ଼ି ସାରିଛ, ଯାହାକି ଏହିସବୁ କଥା ସାମ୍ନାବାଲା ଭାବିଥାଏ ମନେ ମନେ। ତ ନେକ୍ସଟ ଯାହା ସାମ୍ନାବାଲା ବ୍ରେକଅପ୍ ହେଲା ପରେ ଭାବିଥାନ୍ତି ଯଦି ତାଙ୍କର ନୂଆ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ କରିଛନ୍ତି ତ ସେ ମୋ ବିଷୟରେ କ'ଣ କହୁଥିବେ, ଯାହାକି ଏହି କଥା ବହୁତ ଜଣ ଭାବନ୍ତି, ମାନେ ସେ ତ ବହୁତ ଭଲ ଥିଲା ନା ଖରାପ ଥିଲା, ମୋ ବିଷୟରେ ଖରାପ କହୁଛନ୍ତି ନା ଭଲ କହୁଛନ୍ତି, ଏମିତି ସେମିତି, ଯାହାକି ଏହିସବୁ କଥା ମନରେ ଆସିଥାଏ ବ୍ରେକଅପ୍ ହେଲା ପରେ ସାମ୍ନାବାଲାର, ଯେ ସେ ତାଙ୍କ ନୂଆ ପାର୍ଟନରକୁ ମୋ ବିଷୟରେ ଭଲ କହୁଛି ନା ଖରାପ କହୁଛି ବୋଲି ଭାବିଥାନ୍ତି ବହୁତ ଜଣ। ତ ନେକ୍ସଟ ଯାହା ଭାବନ୍ତି ବ୍ରେକଅପ୍ ହେଲା ପରେ ସାମ୍ନାବାଲା ଆମେ ଦୁହେଁ ଏତେ ସମୟ ପାଖରେ ଥିଲୁ, ତ ଛାଡ଼ିବା ପରେ କ'ଣ ଫିଲ୍ ହେଉଥିବ, ଯାହାକି ଏହି କଥା ବହୁତ ଜଣ ଭାବିଥାନ୍ତି, ମାନେ ଏକ୍ସପିରିଏନ୍ସ କ'ଣ ଥିବ, ମୋ ସହ ଥିଲାବେଳେ ଭଲ ଲାଗୁଥିଲା ନା ନାହିଁ। ଏହିସବୁ ବ୍ରେକଅପ୍ ହେଲା ପରେ ଆପଣଙ୍କ ପାର୍ଟନର ଆପଣଙ୍କ ବିଷୟରେ ବହୁତ ଅଧିକା ଭାବନ୍ତି। ତ ବୁଝିପାରିଥିବ ଯଦି ତୁମର ବ୍ରେକଅପ୍ ହୋଇଛି କିମ୍ବା ଯାହାର ବି ବ୍ରେକଅପ୍ ହୋଇଛି, ବ୍ରେକଅପ୍ ହେଲା ପରେ ବହୁତ ଲୋକ ଏହିସବୁ କଥା ଭାବନ୍ତି। ଆଉ ଯାହାର ବି ବ୍ରେକଅପ୍ ହୋଇଛି ଏହି ଭିଡ଼ିଓ ତାଙ୍କୁ ବି ପଠାଇ ଦିଅ, ସେ ଜାଣିପାରିବେ ତାଙ୍କର ପାର୍ଟନର କିମ୍ବା ଯାହା ସହିତ ବ୍ରେକଅପ୍ ହୋଇଛି ସେ ଏବେ କ'ଣ ଭାବୁଛନ୍ତି କ'ଣ ନାହିଁ। ତ ଯଦି ବୁଝିପାରିଛନ୍ତି ନିଶ୍ଚିତ ଏ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଆଉ ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ ଅଲ୍।